ପିଲାମାନେ ଏହି ଭିଡ଼ିଓଟିରେ ଆମେ ରାଷ୍ଟ୍ରପତୀୟ ସରକାରଙ୍କ ବିଷୟରେ ପଢ଼ିବା। ଏହି ଶାସନ ବ୍ୟବସ୍ଥାରେ ରାଷ୍ଟ୍ରପତି ଉଭୟ ରାଷ୍ଟ୍ର ଓ ସରକାରର ମୁଖ୍ୟ ଅଟନ୍ତି। ତାଙ୍କ ନାମରେ ଶାସନ କାର୍ଯ୍ୟ ପରିଚାଳିତ ହୁଏ। ରାଷ୍ଟ୍ରପତି କାର୍ଯ୍ୟପାଳିକାର ମୁଖ୍ୟ। ସେ ଲୋକମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି। ରାଷ୍ଟ୍ରପତି ବିଭିନ୍ନ ସଚିବମାନଙ୍କୁ ନିଯୁକ୍ତ କରି ସେମାନଙ୍କ ମାଧ୍ୟମରେ ଶାସନ କାର୍ଯ୍ୟ ପରିଚାଳନା କରନ୍ତି। ରାଷ୍ଟ୍ର ଶାସନର ସର୍ବୋଚ୍ଚ କ୍ଷମତା ରାଷ୍ଟ୍ରପତିଙ୍କ ପାଖରେ ଥାଏ। ଏହି ଶାସନରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଅଲଗା ଅଲଗା ଭାବେ ନିଜ କାର୍ଯ୍ୟ କରିଥାନ୍ତି। ରାଷ୍ଟ୍ରପତି ଓ ତାଙ୍କ ଦ୍ୱାରା ନିଯୁକ୍ତ ସଚିବମାନେ ବ୍ୟବସ୍ଥାପିକା ନିକଟରେ ଉତ୍ତରଦାୟୀ ରହନ୍ତି ନାହିଁ। ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ଶ୍ରୀଲଙ୍କା ଓ ବ୍ରାଜିଲ ଆଦି ରାଷ୍ଟ୍ରରେ ଏହିପରି ସରକାର ଦେଖାଯାଏ। ତୁମେ ଜାଣିଛ କି ରାଷ୍ଟ୍ରପତୀୟ ସରକାରରେ ରାଷ୍ଟ୍ରପତି ବ୍ୟବସ୍ଥାପିକାର ସଭ୍ୟ ନୁହନ୍ତି। ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ସଚିବମାନେ ନିଜ ନିଯୁକ୍ତିଦାତାଙ୍କ ପାଖରେ ଉତ୍ତରଦାୟୀ ରହନ୍ତି। ଏହି ସରକାରରେ ବ୍ୟବସ୍ଥାପିକା ରାଷ୍ଟ୍ରପତିଙ୍କ ସଚିବମାନଙ୍କୁ ପଦଚ୍ୟୁତ କରିପାରନ୍ତି ନାହିଁ। ଐକିକ ସରକାର। ଯେଉଁ ରାଷ୍ଟ୍ରର ସମସ୍ତ କ୍ଷମତା ଗୋଟିଏ ସରକାର ବା କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ ଥାଏ ତାକୁ ଐକିକ ସରକାର କୁହାଯାଏ। ଏହି ପ୍ରକାର ରାଷ୍ଟ୍ରଶାସନ ବ୍ୟବସ୍ଥାକୁ ଅଧିକ ଫଳପ୍ରଦ କରିବା ପାଇଁ ରାଷ୍ଟ୍ରକୁ କେତେକ ଅଞ୍ଚଳରେ ଭାଗ କରାଯାଇଥାଏ। ଏହି ଅଞ୍ଚଳଗୁଡ଼ିକ ପାଇଁ ଆଞ୍ଚଳିକ ସରକାର ଗଠନ କରିବା ବ୍ୟବସ୍ଥା ଥାଏ। ଏହାଛଡ଼ା କେନ୍ଦ୍ର ସରକାର ଆଞ୍ଚଳିକ ସରକାରମାନଙ୍କୁ ସେମାନଙ୍କ ଅଞ୍ଚଳ ଶାସନ ପାଇଁ କିଛି କ୍ଷମତା ପ୍ରଦାନ କରିଥାନ୍ତି ଓ ଏହି ସରକାରମାନେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଶାସନ କରନ୍ତି। ଇଂଲଣ୍ଡ ଓ ଫ୍ରାନ୍ସ ପ୍ରଭୃତି ରାଷ୍ଟ୍ରରେ ଐକିକ ସରକାର ଶାସନ ପ୍ରଚଳିତ। ତୁମେ ଜାଣିଛ କି ଇଂଲଣ୍ଡ, ଇଟାଲୀ, ବେଲଜିୟମ, ଜାପାନ, ଇରାନ ଆଦି ରାଷ୍ଟ୍ରରେ ଐକିକ ସରକାର ଶାସନ ପ୍ରଚଳିତ। ଏଭଳି ଆଉ କେଉଁ ରାଷ୍ଟ୍ରରେ ଐକିକ ଶାସନ ପ୍ରଚଳିତ ସେ ବିଷୟରେ ତଥ୍ୟ ସଂଗ୍ରହ କରିବ। ତାପରେ ଆସିଲା ରାଷ୍ଟ୍ରସଂଘୀୟ ସରକାର। ରାଷ୍ଟ୍ରସଂଘୀୟ ସରକାରରେ ଦୁଇ ପ୍ରକାରର ସରକାର ଥାଏ। ରାଷ୍ଟ୍ର ସ୍ତରରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ରାଜ୍ୟ ସରକାରମାନ ଗଠନ କରାଯାଇଥାଏ। ପ୍ରତ୍ୟେକ ସରକାର ସେ ଦେଶର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସ୍ୱାଧୀନ ଭାବେ କ୍ଷମତା ଉପଭୋଗ କରି ଶାସନ କାର୍ଯ୍ୟ କରିଥାନ୍ତି। ଉଭୟ ସରକାର ବ୍ୟବସ୍ଥାପିକା, ପ୍ରଶାସନିକ ଓ ନ୍ୟାୟିକ କ୍ଷମତା ଉପଭୋଗ କରିଥାନ୍ତି। ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ଇତ୍ୟାଦି ରାଷ୍ଟ୍ରରେ ଏ ପ୍ରକାର ସରକାର ଦେଖାଯାଏ। ତୁମେ ଜାଣିଛ କି ସମ୍ବିଧାନର ନିର୍ଦ୍ଦେଶ ଅନୁଯାୟୀ ରାଷ୍ଟ୍ରସଂଘୀୟ ସରକାର ଗଠନ ହୋଇଥାଏ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନ ସମୟରେ ନିର୍ଦ୍ଦିଷ୍ଟ ନୀତି ଅନୁସରଣ କରାଯାଇଥାଏ। ସବୁ ସଂଘୀୟ ରାଷ୍ଟ୍ରର କ୍ଷମତା ବଣ୍ଟନ ପ୍ରଣାଳୀ ସମାନ ନଥାଏ। ଏବେ ଚାଲ ପଢ଼ିବା ରାଜତାନ୍ତ୍ରିକ ସରକାର। ସବୁଠାରୁ ପୁରୁଣା ଶାସନ ହେଉଛି ରାଜତନ୍ତ୍ର। ଏହି ଶାସନ ବ୍ୟବସ୍ଥାରେ ବଂଶାନୁକ୍ରମିକ ସୂତ୍ରରେ ରାଜାଙ୍କ ପ୍ରଥମ ସନ୍ତାନକୁ ରାଜାରାଣୀ କରାଯାଇ ରାଷ୍ଟ୍ର ଶାସନ କରିବା ପାଇଁ ସୁଯୋଗ ଦିଆଯାଏ। ରାଜାଙ୍କ ପାଖରେ ସମସ୍ତ କ୍ଷମତା ଠୁଳ ହୋଇଥାଏ। ରାଷ୍ଟ୍ରର ସମସ୍ତ ଆଇନ ରାଜା ମାନିବାକୁ ବାଧ୍ୟ ହୋଇନଥାନ୍ତି। ଏହି ଶାସନ ବ୍ୟବସ୍ଥାରେ ରାଜାଙ୍କ ନିଷ୍ପତ୍ତି ସମସ୍ତେ ମାନିବାକୁ ବାଧ୍ୟ ଅଟନ୍ତି। ଏହାଛଡ଼ା ରାଜା ଆଇନ ତିଆରି କରି ସେସବୁକୁ କାର୍ଯ୍ୟକାରୀ କରାନ୍ତି ଓ ଯେଉଁମାନେ ଆଇନ ନ ମାନନ୍ତି ତାହା ବିଚାର କରି ସେମାନଙ୍କୁ ଦଣ୍ଡ ଦିଅନ୍ତି। ଗଣତନ୍ତ୍ର ଶାସନ ପରି ଲୋକମାନଙ୍କ ପାଖରେ ରାଜା ତାଙ୍କର ବିଭିନ୍ନ କାର୍ଯ୍ୟକଳାପ ପାଇଁ ଉତ୍ତରଦାୟୀ ହୋଇନଥାନ୍ତି। ପୂର୍ବକାଳରେ ଫ୍ରାନ୍ସ ଓ ନେପାଳ ଆଦି ରାଷ୍ଟ୍ରରେ ଏପରି ଶାସନ ପ୍ରଚଳିତ ଥିଲା। ତାପରେ ଗଣତାନ୍ତ୍ରିକ ସରକାର। ଆଧୁନିକ ଯୁଗରେ ଗଣତନ୍ତ୍ର ଶାସନ ସବୁଠାରୁ ଲୋକପ୍ରିୟ ଅଟେ। ଏହି ଶାସନ ହେଉଛି ଲୋକମାନଙ୍କର ଶାସନ। ଏହି ଶାସନରେ ସାବାଳକ ନାଗରିକ ସ୍ୱାଧୀନ ଭାବରେ ନିର୍ବାଚନ ମାଧ୍ୟମରେ ଭୋଟ ଦେଇ ରାଜନୈତିକ ଦଳର ଲୋକମାନଙ୍କ ମଧ୍ୟରୁ ସେମାନଙ୍କର ପ୍ରତିନିଧି ବାଛନ୍ତି। ସଂଖ୍ୟାଗରିଷ୍ଠ ରାଜନୈତିକ ଦଳର ପ୍ରତିନିଧିମାନେ ସରକାର ଗଢ଼ି ରାଜ୍ୟ ଶାସନ କରିଥାନ୍ତି। ଏହି ନିର୍ବାଚିତ ପ୍ରତିନିଧିମାନେ ସେମାନଙ୍କର ବିଭିନ୍ନ କାର୍ଯ୍ୟକଳାପ ପାଇଁ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ ରହନ୍ତି।
ବର୍ତ୍ତମାନ ଭାରତ, ଯୁକ୍ତରାଷ୍ଟ୍ର ଆମେରିକା ଆଦି ରାଷ୍ଟ୍ରରେ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠା ହୋଇ ଶାସନ କାର୍ଯ୍ୟ ପରିଚାଳିତ ହେଉଛି। ତୁମେ ଜାଣିଛ କି ଗଣତନ୍ତ୍ର ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ ଡେମୋସ୍ ଓ କ୍ରାଟସ୍ରୁ ଆସିଛି। ଗଣତନ୍ତ୍ର ହେଉଛି ଗଣ ଶାସନ। ଗଣତନ୍ତ୍ର ଶାସନରେ ସବୁ କ୍ଷମତା ଲୋକମାନଙ୍କ ପାଖରେ ଥାଏ। ସରକାର ଠିକ୍ ଶାସନ ନ କଲେ ଲୋକମାନେ ସରକାରଙ୍କୁ ବଦଳାଇ ପାରିବେ। ଗଣତନ୍ତ୍ର ଶାସନରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ସମାନ ସୁବିଧା ସୁଯୋଗ ଓ ଅଧିକାର ଉପଭୋଗ କରନ୍ତି। ଆମ ଦେଶରେ 18 ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକମାନଙ୍କର ଭୋଟ ଦେବାର ଅଧିକାର ଅଛି। ବିଭିନ୍ନ ରାଷ୍ଟ୍ରରେ ଭିନ୍ନ ଭିନ୍ନ ପ୍ରକାରର ସରକାର ଶାସନ କରୁଥିଲେ ମଧ୍ୟ ପ୍ରତ୍ୟେକ ପ୍ରକାର ସରକାରର କେତେଗୁଡ଼ିଏ ଦୋଷ ଓ ଗୁଣ ଥାଏ। ଏହା ସତ୍ତ୍ୱେ ପରମ୍ପରା ଓ ଲୋକମାନଙ୍କର ଆବଶ୍ୟକତାକୁ ଆଧାର କରି ବିଭିନ୍ନ ରାଷ୍ଟ୍ରରେ ସରକାରମାନଙ୍କର ଶାସନ ପଦ୍ଧତି ଅଲଗା ଅଲଗା ହୋଇଥାଏ। ଆମେ କ'ଣ ଶିଖିଲେ ଜାଣିବା। ସରକାର ରାଷ୍ଟ୍ରର ଏକ ଅପରିହାର୍ଯ୍ୟ ଅଙ୍ଗ। ରାଷ୍ଟ୍ର ଶାସନ ପାଇଁ ସରକାର ଗଠନ କରାଯାଇଥାଏ। ସରକାର କରୁଥିବା ବିଭିନ୍ନ କାର୍ଯ୍ୟଗୁଡ଼ିକ ହେଲା ବିଭିନ୍ନ ଯୋଜନା ପ୍ରଣୟନ କରି କାର୍ଯ୍ୟକାରୀ କରିବା, ଜନହିତକର କାର୍ଯ୍ୟକ୍ରମଗୁଡ଼ିକ ଦ୍ୱାରା ଲୋକମାନଙ୍କୁ ଉପକୃତ କରାଇବା, ପ୍ରାକୃତିକ ବିପତ୍ତି ବେଳେ ଲୋକମାନଙ୍କର ଧନଜୀବନ ରକ୍ଷା କରିବା, ବିଭିନ୍ନ ନୀତି ନିୟମ ପ୍ରଣୟନ କରି କାର୍ଯ୍ୟକାରୀ କରିବା, ବିଭିନ୍ନ ଦେଶ ସହ ଉତ୍ତମ ସମ୍ପର୍କ ରକ୍ଷା କରି ଦେଶର ପ୍ରଗତିକୁ ଆଗେଇ ନେବା, ବିଭିନ୍ନ ସରକାରୀ ଅନୁଷ୍ଠାନ ଯଥା ଡାକ୍ତରଖାନା, ବିଦ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସଚିବାଳୟ ଓ ହାଇକୋର୍ଟ ଇତ୍ୟାଦି ସ୍ଥାପନ କରି ସେଗୁଡ଼ିକ ସାହାଯ୍ୟରେ ବିଭିନ୍ନ ଜନହିତକର କାର୍ଯ୍ୟର ବ୍ୟବସ୍ଥା କରିବା। ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଭିନ୍ନ ଭିନ୍ନ ପ୍ରକାର ସରକାର ଦେଖାଯାଏ। ଯେପରି ସଂସଦୀୟ ସରକାର ଭାରତ ଓ ଇଂଲଣ୍ଡରେ ଦେଖାଯାଏ, ରାଷ୍ଟ୍ରପତୀୟ ସରକାର ଯୁକ୍ତରାଷ୍ଟ୍ର ଆମେରିକା ଫ୍ରାନ୍ସରେ ଦେଖାଯାଏ, ଐକିକ ସରକାର ଫ୍ରାନ୍ସ ଓ ଇଂଲଣ୍ଡରେ ଥାଏ, ରାଷ୍ଟ୍ରସଂଘୀୟ ସରକାର ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଦେଖିବାକୁ ମିଳେ, ରାଜତାନ୍ତ୍ରିକ ସରକାର ବ୍ରୁନେଇରେ ଦେଖିବାକୁ ମିଳେ, ଗଣତାନ୍ତ୍ରିକ ସରକାର ଭାରତ ଓ ଇଂଲଣ୍ଡରେ ଦେଖିବାକୁ ମିଳେ।